ଜୟ ଜଗନ୍ନାଥ ରାଧା କୃଷ୍ଣ। କଣ ସାଙ୍ଗମାନେ ଆପଣ ମାନେ ନନ୍ଦିଘୋଷ ଯିବା ପାଇଁ ଚାହୁଁଛନ୍ତି? ତାହେଲେ ଏଇ ଭିଡ଼ିଓଟି ଆପଣମାନଙ୍କ ପାଇଁ। ତ ଫାଇନାଲି ଆମେ ରୁମରୁ ବାହାରି ପଡ଼ିଥିଲୁ ରାତି 4ଟାରୁ। ନନ୍ଦିଘୋଷ ପହଞ୍ଚୁ ଟିକେ ଲେଟ୍ ହେଇଯାଇଥିଲା ଏବଂ ନନ୍ଦିଘୋଷ ଯିବା ପାଇଁ ହେଲେ ଆପଣଙ୍କୁ ଏଣ୍ଟ୍ରି ଫି କରିବା ପାଇଁ ପଡ଼ିବ ମାତ୍ର ପର ପର୍ସନ 20 ଟଙ୍କା। ତ ନନ୍ଦିଘୋଷ ଆମେ ପହଞ୍ଚି ଯାଇଥିଲୁ ସକାଳ 6ଟା ହେଇଥିଲା, ଯାହାକି ଟିକେ ଲେଟ୍ ହେଇଥିଲା। ତାପରେ ଆମର ହିରୋ ଟୋକା ମାନେ ପୁରା ଗ୍ଲାସ୍ ଫ୍ଲାସ୍ ରେଡି, ପୁରା କଚ, ଆଜି ଦେଖିଲେ ହଜିବେ। ପୁରା ଇଏ ଆମର ସିଙ୍ଗମ ସାର୍ କୁ ଦେଖନ୍ତୁ ପୁରା ଷ୍ଟାଇଲ। ତାପରେ ଆମର ଆଗରେ ଥିଲେ ଆମର ଡାଇରେକ୍ଟର ସାର୍, ଯିଏକି ଆମ ରୁଟ୍ ପ୍ଲାନ୍ କରୁଥିଲେ କି ଆମେ ଏମିତି ହେଇକି ଯିବା ସେମିତି ହେଇକି ଯିବା। ତାପରେ ନନ୍ଦିଘୋଷର ଭିଉ କିଛି ଗଜବ ଥିଲା। ତାପରେ ଟୋକାମାନଙ୍କ ମନ ପସନ୍ଦର ଗୋଟେ ସ୍ଲୋମୋ ଗୋଟେ ନିଆଯାଇଥିଲା। ଦେଖନ୍ତୁ ନନ୍ଦିଘୋଷର ଭିଉ କିଛି ଲାଜବାବ ଦେଖାଯାଉଥିଲା ସକାଳୁ, ଯାହାକି ପୁରା ଆଟ୍ରାକ୍ସନ ଭିଉରେ ପରିପୂର୍ଣ୍ଣ ନନ୍ଦିଘୋଷ। ଆଉ ଲୋକଙ୍କ କ୍ରାଉଡ ବି ବହୁତ ଥିଲା। ଆଉ ଆପଣଙ୍କୁ ଏଠି ଆସିବାକୁ ହେଲେ ଆପଣ ଆସିଯାଇପାରିବେ ଚିଙ୍ଗଲାପୁର। ଏହା ଚିଙ୍ଗଲାପୁରରେ ଅବସ୍ଥିତ। ଆଉ ନନ୍ଦିଘୋଷରୁ ଆମେ ଟିକେ ମିସ୍ କରିଦେଇଥିଲୁ ଆକ୍ଚୁଆଲି। ଯେତେ ଶୀଘ୍ର ଆପଣ ଆସିବେ ସେତେ ଶୀଘ୍ର ଆପଣ ସନସେଟ୍ ଭିଉ ଦେଖିପାରିବେ। ତ ଆମର ଆସୁ ଆସୁ ଟିକେ ଲେଟ୍ ହେଇଥିଲା, ଯାହାଫଳରେ ଆମେ ସନସେଟ୍ ଭିଉକୁ ମିସ୍ କରିଦେଇଥିଲୁ। ତାପରେ ଦେଖନ୍ତୁ ନନ୍ଦିଘୋଷରେ ଏପରି ମଧ୍ୟ ବ୍ୟବସ୍ଥା ଅଛି, ଆପଣ ଥକି ଥକି ଯାଇଥିଲେ ଆସିକି ରେଷ୍ଟ ମଧ୍ୟ କରିପାରିବେ। ତାପରେ ଆମେ ସାଙ୍ଗରେ ଭେଟ ହେଇଥିଲା ଆମର ବାନର ସେନାର ସଭାପତି ମହୋଦୟ, ଯାହାକୁ ଆମେ ଦେଖିକି ଆମେ ତାଙ୍କୁ ଡାକି ଦେଇଥିଲୁ ଗୋଟେ ସାର୍ କଦଳୀ ନିଅନ୍ତୁ। ତ ତାଙ୍କୁ ଡାକିବା କ୍ଷଣିକ ମାତ୍ରେ ସାର୍ ଆମର ଦୌଡ଼ି ଦୌଡ଼ି ପଳେଇ ଆସିଥିଲେ ଆମ ପାଖକୁ। ଆମ ହାତରୁ ସେ କଦଳୀ ନେଇକି ତାଙ୍କ ରାସ୍ତାରେ ପୁଣି ଥରେ ଦୌଡ଼ି ଦୌଡ଼ି ସେ ପଳେଇ ଯାଇଥିଲେ। ସେ ଯିବା ମାତ୍ରେ ହିଁ ଆମେ ତାଙ୍କୁ ବାଇ ବାଇ କହିଦେଇଥିଲୁ, କାରଣ ସେ ବି ବ୍ୟସ୍ତରେ ରହିଥିଲେ। ତ ଆମେ ତାଙ୍କୁ ବାଇ ବାଇ କହିଦେଇ ସାରି ସାଙ୍ଗମାନେ ଆପଣମାନଙ୍କୁ ମୋ ଭିଡ଼ିଓଟି କେମିତି ଲାଗିଲା? ଭିଡ଼ିଓଟି ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରନ୍ତୁ, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ, ରାଧେ ରାଧେ।